କଣ ହେଲା କାଇଁ ଏମିତି ମନ ଦୁଃଖ କରି ବସିଛ? ନା ମୁଁ କିଛି ନାହିଁ କଥା କଣ କି ଯେତେବେଳେ ଖାଲି ଖର୍ଚ୍ଚ ହଉଥିବ ନା ଖାଲି ଖର୍ଚ୍ଚ ହଉଥିବ ଯେ ହଉଥିବ ତା ପଛକୁ ଲାଗିଥିବ। ଆରେ ଗାଡିଟା ନେଇଥିଲି ସର୍ଭିସିଂ କରିବାକୁ ଗାଡିଟା ପଡିଥିଲା ସେ ଗୋଟେ କାମରେ ହାତ ମାରୁ ଆଉ 5ଟା କାମ ବାହାରି ପଡିଲା ଯେ ଲମ୍ବା ଚଉଡା ଲିଷ୍ଟ କଣ କରିବି ଲମ୍ବା ଚଉଡା ଲିଷ୍ଟ ଦେବି। ଆରେ ଘର ଭଡା ଆରେ ପୁଣି ଗାଡିର EMI ତା ଦେହରେ ସିଏ ଗୋଟେ ସାଙ୍ଗଟା ନେଇଥିଲା ପଇସା ଯେ ମାଗିଲା ବେଳକୁ ପ୍ରତି ମାସ କହୁଛି ଆର ମାସ ଦେବି କଣ କରିବି ଏଇସବୁ କଥା କଣ କରିବି ନ କରିବି କିଛି ମୁଣ୍ଡରେ ବସୁନି। ହଉ ଛାଡ ସେ କଥା। ଆଚ୍ଛା ତୋର ପୁରା ଏଇ ମାସରେ ଥିଲା ତୋ ଜନ୍ମଦିନ କଣ ଗିଫ୍ଟ ଆଣିବା ଦରକାର କରୁ କଣ ଗିଫ୍ଟ ଆଣିବା? ନାଇଁ ମୁଁ ଥାଉ ତମର ତ ଏମିତି ଏପଟରେ ଏତେ ପଇସା ଖର୍ଚ୍ଚ ହେଇଗଲାଣି ଆଉ ତାପରେ ପୁଣି ମୋ ଜନ୍ମଦିନ ପାଇଁ କହିବି ମୋ ପାଇଁ ତମେ ଗିଫ୍ଟ ଆଣ କଣ ଠିକ ହବ? କଣ ତମେ ଏଇ କଥା ଶୁଣିବାକୁ ଚାହୁଁଥିଲ ନା? ଲକ୍ଷ୍ୟ କରିକି ଏଇ 4-5 ବର୍ଷ ହବ ଯେମିତି ମୋ ଜନ୍ମଦିନ ପାଖେଇ ଆସୁଛି ତମେ ବିଭିନ୍ନ ପ୍ରକାର ନାଟକ ବାହାରୁଛି। ମୋର ଏଇଟା ହେଲା ମୋର ସେଇଟା ହେଲା ମୋର ଗାଡି ଖରାପ ହେଲା ଆକୁ ପଇସା ଦେଇଛି ତାକୁ ପଇସା ଦେଇଛି ବିଭିନ୍ନ ଭେରାଇଟି ନାଟକ। ସେ ନାଟକ ଆଉ ଚଳିବନି କହିଦଉଛି। ଏଇଥର ମୋ ଜନ୍ମଦିନକୁ iPhone 17 ଆଣିକି ଦବ ମାନେ ଦବ ବୁଝିଲ ନା ନାଇଁ ତମେ ବୁଝିଲ? ନାଟକ ଚଲେଇଛନ୍ତି ସବୁ ମାସରେ। iPhone 17 Pro 2 ପ୍ରକାର ବାହାନା କାମ କଲାନି।